এই উপাୟରେ ଯଦି ଆପଣ ଚାଉଳ ଜନ୍ତା ପୋଡ଼ପିଠା ବନେଇବେ ତାହେଲେ ପୋଡ଼ପିଠା ଖାଇବା ପାଇଁ ବହୁତ ହି ନରମ ଆଉ ଏକଦମ ସ୍ୱାଦିଷ୍ଟ ବନିବ। ଆପଣ ଯଦି ଥରେ ଚାଖିବେ ବାରମ୍ବାର ଏଇ ପ୍ରୋସେସରେ ହିଁ ବନାଇବା ପାଇଁ ଇଚ୍ଛା କରିବେ। ତେବେ ଏଠି ଦେଖନ୍ତୁ ମୁଁ 1.5 କପ୍ ଅରୁଆ ଚାଉଳକୁ ପାଣିରେ 4 ରୁ 5 ଘଣ୍ଟା ପର୍ଯ୍ୟନ୍ତ ବତୁରେଇକି ରଖିଥିଲି। ସେଥିରେ ଫାଳେ କୋରା ନଡ଼ିଆ ଦେଇଦେବା। ତା ସହିତ ଦରକାର ମୁତାବକ ପାଣି ଦେଇକି ୟାକୁ ପୁରା ଚିକଣ କରିକି ବାଟିକି ନେଇ ଆସିବା। ତ ଦେଖନ୍ତୁ ତା ସହିତ ଏଠି ମୁଁ ଗୋଟେ ମୁଠା ଚୁଡ଼ାକୁ ମଧ୍ୟ ବତୁରେଇକି ରଖିଥିଲି। ତାକୁ ମଧ୍ୟ ଆମେ ଚିକଣ କରିକି ବାଟିକି ଏ ବ୍ୟାଟରରେ ବଢ଼ିଆ ଭାବରେ ମିଶାଇଦେବା। ଏବେ ଗ୍ୟାସ୍ ଉପରେ ଗୋଟେ କଢ଼େଇ ବସାଇବା। କଢ଼େଇରେ ଦେଖନ୍ତୁ ମୁଁ କିଛି ଦେଶୀ ଘିଅ ଦେଇଛି। ତା ସହିତ କଟା ନଡ଼ିଆ କଟା କାଜୁ ପକାଇକି ତାକୁ ବଢ଼ିଆ ଗୋଲ୍ଡେନ୍ କଲର୍ କରିକି ଭାଜିକି ବାହାର କରିଦେବା। ସେଇ ଘିଅରେ ଏବେ ଆମେ ଦେଇଦେବା 3 କପ୍ ପାଣି। ଯେହେତୁ ଆମେ 1.5 କପ୍ ଚାଉଳ ନେଇଥିଲେ ତାର ଡବଲ ପାଣି ନେଇଯିବା। ତା ସହିତ ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଅଧ କପ୍ ଗୁଡ଼ ଦେଇଦେବା। ମିଠାର ପରିମାଣକୁ ଆପଣ କମ୍ ବେଶୀ କରିପାରିବେ। ତା ସହିତ ବଢ଼ିଆ ବାସ୍ନା ପାଇଁ କିଛି ତେଜପତ୍ର ପାନମଧୁରୀ ପକାଇବା। ଛେଚା ହେଇଥିବା ଗୋଲମରିଚ ଆଉ ଗୁଜୁରାତି ପକାଇବା। ଏବେ ଦେଖନ୍ତୁ ପାଣିକୁ ବଢ଼ିଆ ଭାବରେ ଫୁଟିବା ପାଇଁ ଛାଡ଼ିଦେବା। ପାଣି ଭଲ ଭାବରେ ଫୁଟିଗଲା ପରେ ସେଥିରେ ଆମେ ରଖିଥିବା ବ୍ୟାଟରଟିକୁ ଧୀରେ ଧୀରେ କରି ଢାଳିବା। ତ ଦେଖନ୍ତୁ ଧୀରେ ଧୀରେ କରି ୟାକୁ ଜନ୍ତିବେ। ଏଠି ଦେଖନ୍ତୁ ଲୋ ଫ୍ଲେମ୍ରେ ୟାକୁ ମୁଁ ବଢ଼ିଆ ଭାବରେ ଜନ୍ତି ଦେଇଛି। ଜନ୍ତୁଣି ଯେତେବେଳେ କଢ଼େଇ ଛାଡ଼ିବା ଷ୍ଟାର୍ଟ କରିବ ୟାକୁ ଘୋଡ଼େଇକି କିଛି ସମୟ ପାଇଁ ଛାଡ଼ିଦେବେ। ତାପରେ ଗୋଟେ କଢ଼େଇରେ କଦଳୀ ପତ୍ର ଦେଇକି ଘିଅ ଲଗାଇଦେବେ। ତାପରେ ଗରମ ଗରମ ଜନ୍ତୁଣିକୁ ଦେଇକି ୟାକୁ ବଢ଼ିଆ ଭାବରେ ସେଟ୍ କରିଦେବେ। ଉପରୁ କିଛି ଡ୍ରାଏ ଫ୍ରୁଟ୍ସରେ ବଢ଼ିଆ ଭାବରେ ସଜେଇ ନେବେ। କାଜୁ ନଡ଼ିଆ ଆଉ ଚେରି ଦେଇକି ସଜେଇଛି। ଏବେ ୟାକୁ କଭର କରିଦେବା। ଗ୍ୟାସ୍ର ଫ୍ଲେମ୍କୁ ଲୋରେ ରଖିକି 45 ମିନିଟ୍ ପର୍ଯ୍ୟନ୍ତ ବସାଇବା। 45 ମିନିଟ୍ ପରେ ଟେଷ୍ଟି ପୋଡ଼ପିଠା ରେଡ଼ି। ଆଗକୁ ରଜ ଆସୁଛି। ରଜରେ ଆପଣ এই ପିଠାଟିକୁ ବନାନ୍ତୁ। ସମସ୍ତେ ଖାଇକି ବହୁତ ଖୁସି ହେଇଯିବେ। ରହିଲି, ଧନ୍ୟବାଦ।